ସାଙ୍ଗମାନେ ଆର୍ମି ଅଫିସରଟି ତରତରରେ ଯାଉଥିବା ସମୟରେ ତା ମନି ପର୍ସ ତଳେ ପଡ଼ି ଯାଉଛି। ଆଉ ଠିକ୍ ସେଇ ଟାଇମରେ ଗୋଟେ ଝିଅ ତା ମନି ପର୍ସକୁ ତଳୁ ଗୋଟେଇ ନଉଛି। ଆଉ ସେ ଝିଅଟି ଦେଖୁଛି ଯେ ମନି ପର୍ସ ଭିତରେ ବହୁତ ଗୁଡ଼ିଏ ପଇସା ଅଛି। ଆଉ ସେ ଝିଅଟି ଡେରି ନ କରିକି ସାଙ୍ଗେ ସାଙ୍ଗେ ସେ ଆର୍ମି ଅଫିସର ପାଖକୁ ଧାଇଁବାକୁ ଲାଗୁଛି। ଆଉ କହୁଛି ସାର୍ ସାର୍ ଟିକେ ଶୁଣନ୍ତୁ। ଆରେ ଝିଅ କଣ ହେଲା କାହିଁ ଡାକୁଛୁ? ସାର୍ ସାର୍ ଆପଣ ତରତର ହେଇକି ଯାଉଥିବା ସମୟରେ ଆପଣଙ୍କ ମନି ପର୍ସଟି ତଳେ ପଡ଼ି ଯାଇଥିଲା ଆଉ ମୁଁ ଗୋଟେଇକି ଆଣିଲି। ଏଇ ନିଅନ୍ତୁ ଆପଣଙ୍କର ମନି ପର୍ସ। ଆରେ ହଁ ହଁ ଏଇଥିରେ ମୋର ବହୁତ ଗୁଡ଼ିଏ ଇମ୍ପୋର୍ଟାଣ୍ଟ ଜିନିଷ ରହିଯାଇଛି। ତମେ ଭଲ କଲ ପାଇକି ଆଣିକି ଦେଇଦେଲ, ନହେଲେ ମୁଁ ଏଇନା କେତେ ହଇରାଣ ହେଇଥାନ୍ତି। ଆଚ୍ଛା ଭଉଣୀ ମତେ ଗୋଟେ କଥା କହିଲ, ତମେ ଯଦି ଚାହିଁଥାନ୍ତ ଏଇ ମନି ପର୍ସ ଭିତରେ ଏତେ ପଇସା ଅଛି ବୋଲି ତମେ ତ ନେଇ ପାରିଥାନ୍ତ, ଆଉ ନ ନେଇକି ପୁଣି ମୋ କତିକି କଣ ପାଇଁ ଆଣୁଥିଲ? ଆରେ ସାର୍ ମୁଁ ସିନା ଆପଣଙ୍କ ମନି ପର୍ସକୁ ନେଇକି ପଳେଇଥାନ୍ତି, କିନ୍ତୁ ଉପରବାଲା ସବୁ ଦେଖୁଛି ସେ ମତେ କେବେ ବି କ୍ଷମା କରିନଥାନ୍ତା। କାହିଁକି ନା ମୁଁ ବି ସେମିତିକା ଝିଅ ନୁହଁ କି କାହା ପଇସା ଦେଖିଲେ ମୁଁ ଲୋଭରେ ପଡ଼ିଯିବି। ମତେ ଭଗବାନ ଯେତିକି ଦେଇଛନ୍ତି ମୁଁ ସେତିକିରେ ଶାନ୍ତି ଅଛି, ଆଉ ବହୁତ ଖୁସିରେ ବି ଅଛି। ସାଙ୍ଗମାନେ ଆପଣମାନେ ଯଦି ଭାବୁଛନ୍ତି ଏଇ ଭଉଣୀ ଜଣକ ଠିକ କଥା କହିଛନ୍ତି ବୋଲି, ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ ଭିଡ଼ିଓଟି ନିଜ ମୋବାଇଲରେ ଦେଖୁଥିଲେ କମେଣ୍ଟ ବକ୍ସରେ ଲାଇକ୍ ବାଲା ଇମୋଜି ସେଣ୍ଡ କରିଦିଅନ୍ତୁ।